ଆପଣମାନେ ସିଧାସଳଖ ଦେଖିପାରୁଥିବେ ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଭବନରୁ ବାହାରି ଯାଇଛନ୍ତି। ଗଭର୍ଣ୍ଣର ହାଉସ୍ ସମ୍ପୂର୍ଣ୍ଣ ଭାବେ ବାହାରି ଯାଇଛନ୍ତି। ପ୍ରୋଟୋକଲ୍ ଅନୁସାରେ ଆଗରେ ପାଇଲଟ ଭ୍ୟାନ୍ ଯାଉଛି ଏବଂ ପଛରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମାନ୍ୟବର ଆସୁଛନ୍ତି। ସିଧାସଳଖ ସେ ଏଠାରୁ ଯିବେ ଜନତା ମଇଦାନ ପ୍ରବାସୀ ଭାରତୀୟମାନଙ୍କୁ କିଛି ସେ ବାର୍ତ୍ତା ଦେବେ ଏବଂ ଯାହା ବି ତାଙ୍କର କାର୍ଯ୍ୟକ୍ରମ ଆଜି ରହିଛି ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ସେ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ। ଆପଣ ଦେଖିପାରୁଛନ୍ତି ମହାମହିମ ରାଷ୍ଟ୍ରପତି ବର୍ତ୍ତମାନ ଏହି ଗାଡ଼ିଟିରେ ଯାଉଛନ୍ତି। ସମ୍ପୂର୍ଣ୍ଣ ପ୍ରୋଟୋକଲ୍ ଭିତରେ ସେ ମହାମହିମ ରାଷ୍ଟ୍ରପତି ବର୍ତ୍ତମାନ ଏଠାରୁ ବାହାରି ଗଲେ। ଆପଣମାନେ ସିଧାସଳଖ ଦେଖିଲେ ଯେ ସେ ଗାଡ଼ିରେ ବସିଛନ୍ତି, ପଛପଟ ସିଟ୍ରେ ବସିଛନ୍ତି ଏବଂ ତାଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ବାହାରି ଯାଇଛି। ସେଠାକୁ ଯିବା ପରେ ତାଙ୍କ ଆଉ କିଛି ସମୟ ମଧ୍ୟରେ ପହଞ୍ଚିଯିବେ ସେ ଜନତା ମଇଦାନରେ। ଯାହା ବି ଆଜିର କାର୍ଯ୍ୟକ୍ରମ ରହିଛି କାର୍ଯ୍ୟକ୍ରମ ଅନୁଯାୟୀ ସମ୍ପୂର୍ଣ୍ଣ ଭାବେ ସେଠାରେ କାର୍ଯ୍ୟ ସରିଲା ପରେ ମଧ୍ୟାହ୍ନ ଭୋଜନ କରିବେ। ଆମର ଯିଏ ବି ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ରହିଛି ମଧ୍ୟାହ୍ନ ଭୋଜନ ସରିଲା ପରେ ସେ ଆମର ଯେତେ ପ୍ରକାର ଏକ୍ଜିବିସନ୍ ପଡ଼ିଛି ସେ ଏକ୍ଜିବିସନ୍ରେ ମଧ୍ୟ ବି ଯୋଗ ଦେବେ, କିଛି ଦେଖିବେ, ଏକ୍ଜିବିସନ୍ ଗ୍ରାଉଣ୍ଡରୁ କିଛି ଦେଖିବେ ଏବଂ ପ୍ରବାସୀ ଭାରତୀୟଙ୍କ ସହିତ ସେ କିଛି ଆଲୋଚନା ମଧ୍ୟ କରୁଛନ୍ତି। କେମିତି କ'ଣ ରହିଛି ଆମର ଆଉଟ୍ ଅଫ୍ କଣ୍ଟ୍ରିର ଇକୋନୋମି କ'ଣ ରହିଛି ଏବଂ ସେଠାର କଲଚରାଲ୍ କ'ଣ ରହିଛି ସେଗୁଡ଼ାକ ବିଷୟରେ ସେ ସବୁ ତାଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହେବେ, ବୁଝି ରଖିବେ କେଉଁଭଳି ଅବସ୍ଥାରେ ସେ ଅଛନ୍ତି, କ'ଣ ନାହିଁ, ଆଉ କ'ଣ ଦରକାର କ'ଣ ନାହିଁ ଏବଂ ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରପତି ଚାଲି ଯାଇଛନ୍ତି। ଆପଣମାନେ ଦେଖିପାରୁଛନ୍ତି ପାଇଲଟର ଯେତେ ଭ୍ୟାନ୍ ରହୁଛି ଏବଂ ଆମର ଉପରସ୍ଥ ଅଧିକାରୀ ଯେ ରହୁଛନ୍ତି ପୋଲିସ ବାହିନୀ ମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବେ ସେ ଏଠାରୁ ବାହାରି ଯାଇଛନ୍ତି।